କାଳିଆର କଥା। ଜୟ ଜଗନ୍ନାଥ ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଓଡ଼ିଶା ଡିଜିଟାଲ ରେଡ଼ିଓ। ମୁଁ ଆର୍‌ଜେ ମଧୁ। ଆଜି ଆମେ କହିବା ଏମିତି ଏକ ଡୋରିର କଥା, ଯାହା କେବଳ ରଥକୁ ଟାଣେ ନାହିଁ, ବରଂ କୋଟି କୋଟି ଭକ୍ତଙ୍କ ହୃଦୟକୁ ମହାପ୍ରଭୁଙ୍କ ସହିତ ବାନ୍ଧି ରଖେ। ତାହା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ଡୋରି। କୁହାଯାଏ, ରଥଯାତ୍ରା ଦିନ ଯେତେବେଳେ ହଜାର ହଜାର ଭକ୍ତ ଡୋରିକୁ ସ୍ପର୍ଶ କରନ୍ତି, ସେତେବେଳେ ସେମାନେ କେବଳ ଗୋଟିଏ ଦୌଡ଼ିକୁ ଧରନ୍ତି ନାହିଁ, ସେମାନେ ନିଜ ଜୀବନକୁ ପ୍ରଭୁଙ୍କ ଶ୍ରୀଚରଣରେ ସମର୍ପଣ କରିଦିଅନ୍ତି। ଜଣେ ବୃଦ୍ଧ ସେ କ'ଣ କରୁଥିଲେ, ପ୍ରତିବର୍ଷ ପୁରୀ ଆସୁଥିଲେ। ତାଙ୍କର କେବଳ ଗୋଟିଏ ଇଚ୍ଛା ଥିଲା ଯେ ଥରେ ମାତ୍ର ମହାପ୍ରଭୁଙ୍କ ଡୋରିକୁ ସେ ସ୍ପର୍ଶ କରିବେ। ଭିଡ଼ କିନ୍ତୁ ଏତେ ଅଧିକ ଥାଏ ଯେ ସେ ଆଗକୁ ଯାଇପାରୁନଥିଲେ। ନିରାଶ ମନରେ ସେ ଦୂରରୁ ହାତ ଯୋଡ଼ି କହିଲେ, ଏ କାଳିଆ, ତୋ ଡୋରିକୁ ତ ଧରିପାରିଲି ନାହିଁ ରେ, କିନ୍ତୁ ମୋ ମନର ଡୋରିଟାକୁ ସବୁଦିନ ପାଇଁ ତୋ ହାତରେ ମୁଁ ବାନ୍ଧି ଦେଉଛି କାଳିଆ, ତୋ ହାତରେ ବାନ୍ଧି ଦେଉଛି। ଠିକ୍ ସେହି ସମୟରେ ଜଣେ ଅଜଣା ଯୁବକ ଭିଡ଼ ଭିତରୁ ଆସି ତାଙ୍କ ହାତକୁ ନେଇ ଡୋରି ପାଖରେ ପହଞ୍ଚାଇଦେଲେ। ବୃଦ୍ଧ ଜଣକ ଡୋରିକୁ ସ୍ପର୍ଶ କରି ଆଖି ବୁଜି କାନ୍ଦି ପକାଇଲେ। ହେଲେ ଆଖି ଖୋଲି ସେ ଦେଖିଲେ ଯେ ସେ ଯୁବକ ଆଉ କେଉଁଠି ବି ନାହାନ୍ତି। ସେହିଦିନ ସେ ବୃଦ୍ଧ ଭକ୍ତ ଜଣକ ହସି ହସି କହିଥିଲେ, ମହାପ୍ରଭୁଙ୍କ ଡୋରିକୁ ମୁଁ ଧରିବା ଆଗରୁ ସେ ମୋ ହାତକୁ ଧରିଥିଲେ। ବନ୍ଧୁଗଣ, ମହାପ୍ରଭୁଙ୍କର ଡୋରି କେବଳ ରଥକୁ ଟାଣିବାର ଏକ ସାଧନ ନୁହେଁ, ଏହା ହେଉଛି ମାନବତା, ସମାନତା ଆଉ ଭକ୍ତିର ପ୍ରତୀକ। ଏହି ଡୋରିରେ ଧନୀ ଗରିବ, ଜାତି ଧର୍ମ, ଉଚ୍ଚ ନିଚ ଏସବୁର କୌଣସି ଭେଦ ନଥାଏ। ସମସ୍ତଙ୍କ ହାତ ଗୋଟିଏ ଡୋରିରେ, ସମସ୍ତଙ୍କ ହୃଦୟ ଗୋଟିଏ ପ୍ରଭୁଙ୍କ ପାଖରେ ପହଞ୍ଚି ଯାଇଥାଏ। ଆସନ୍ତୁ ଆମେ ମଧ୍ୟ ନିଜ ଜୀବନର ଅହଙ୍କାର, ଈର୍ଷା ଆଉ କ୍ରୋଧକୁ ଛାଡ଼ି ପ୍ରେମ, ସେବା ଏବଂ ଭକ୍ତିର ଡୋରିରେ ନିଜକୁ ବାନ୍ଧିବା। ମୁଁ ଆର୍‌ଜେ ମଧୁ ଆଜି ପାଇଁ ବିଦାୟ ନେଉଛି। ପୁଣି ଏକ ନୂଆ କାହାଣୀ ନିଶ୍ଚୟ ନେଇ ଆସିବି ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ। ଜୟ ଜଗନ୍ନାଥ। କାଳିଆ